ଶ୍ରୀମଦ୍ ଭାଗବତ ଗୀତା ଏକମାତ୍ର ଏମିତି ଗ୍ରନ୍ଥ ଅଟେ ଯାହା ମନୁଷ୍ୟକୁ ସଠିକ୍ ଭାବରେ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ। ଭାଗବତ ଗୀତା ଜୀବନରେ ଧର୍ମ, କର୍ମ, ପ୍ରେମର ପାଠ ପଢ଼ାଇଥାଏ। ଶ୍ରୀମଦ୍ ଭାଗବତ ଗୀତାର ଜ୍ଞାନ ମାନବ ଜୀବନ ଏବଂ ତା ପରର ଜୀବନ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଗୀତାଟି ସମ୍ପୂର୍ଣ୍ଣ ଜୀବନ ହୋଇଥାଏ ଏବଂ ଏହାର ଅନୁସରଣ କରୁଥିବା ବ୍ୟକ୍ତି ସର୍ବଶ୍ରେଷ୍ଠ ଅଟେ। ନିଜର ଜୀବନ କାଳରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ କାର୍ଯ୍ୟ ଉପରେ ନିର୍ଭର ଅଟନ୍ତି ଏବଂ ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତ ଅଟନ୍ତି। ସେଥିପାଇଁ ଏହି ଗୀତାକୁ ପଢ଼ିବାରେ ସମସ୍ତଙ୍କ ପାଖରେ ସମ୍ଭବ ହୋଇନଥାଏ। ସେଥିପାଇଁ ମୁଁ ଏହି ଭଗବତ ଗୀତାର 50ଟି ବିଚାର ଆପଣମାନଙ୍କୁ କହିବି, ଯାହାକି ଏହି 50ଟି ବିଚାର ଆପଣ ନିଜ ଜୀବନରେ ପ୍ରୟୋଗ କରି ଧର୍ମର ବାଟରେ ଚାଲି ଭଲ କର୍ମ କରି ପ୍ରେମ ସହ ଖୁସିରେ ଜୀବନ ବିତାଇ ପାରିବେ। ସତ୍ ମାର୍ଗ, ସତ୍କର୍ମ ମନୁଷ୍ୟକୁ ପ୍ରଥମେ ତ ଦୁଃଖ ଦେଇଥାଏ, କିନ୍ତୁ ଦୁଃଖକୁ ନ ଡରି ସର୍ବଦା ଯିଏ ସେହି ମାର୍ଗରେ ଚାଲିଥାଏ ସେହି ଶ୍ରେଷ୍ଠ ମନୁଷ୍ୟ ହୋଇଥାଏ। ଏହି ଭଗବତ ଗୀତାର 50ଟି ବିଚାର, ଭଗବତ ଗୀତାର ଅର୍ଥ କ'ଣ ଆପଣ ଶୁଣିଲେ ଜାଣିପାରିବେ। ସେଥିପାଇଁ ଏ ବିଚାର ଗୁଡ଼ିକୁ ରାତ୍ରରେ ଶୋଇବା ପୂର୍ବରୁ ନିହାତି ଥରୁଟିଏ ଶୁଣନ୍ତୁ। ତ ଚାଲ ଜାଣିବା ଭଗବତ ଗୀତାର 50ଟି ମହତ୍ତ୍ୱପୂର୍ଣ୍ଣ ବିଚାର ଗୁଡ଼ିକୁ। ଭଗବାନ ଶ୍ରୀକୃଷ୍ଣ କହନ୍ତି, ଯେମିତି ଗୋଟିଏ ଛୋଟ ଦୀପଟିଏ ଅନ୍ଧାରକୁ କାଟି ଚମକୁଥାଏ, ଠିକ୍ ସେହି ପ୍ରକାରର ସତ୍ୟ ବି ଚମକୁଥାଏ। ସେଥିପାଇଁ ମନୁଷ୍ୟକୁ ସର୍ବଦା ସତ୍ୟତାର ବାଟରେ ଚାଲିବା ଉଚିତ। ମରଣ ଗୋଟିଏ ଅଟଳ ସତ୍ୟତା ଅଟେ, ଯାହାକୁ କେବେ ବଦଳାଇ ପାରିବା ନାହିଁ। ଏହି ସଂସାର ଯେବେଠୁ ନିର୍ମାଣ ହୋଇଛି ତେବେଠାରୁ ଜନ୍ମ ମୃତ୍ୟୁର ଚକ୍ର ଘୂରି ବୁଲୁଛି। ଯେମିତି ମନୁଷ୍ୟ ନିଜର ପୁରାତନ ବସ୍ତ୍ରକୁ ତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିଥାଏ, ଠିକ୍ ସେହି ପ୍ରକାରର ଆତ୍ମା ବ୍ୟର୍ଥ ରୋଗିଣା ଶରୀରକୁ ତ୍ୟାଗ କରି ନୂତନ ଶରୀରକୁ ଧାରଣ କରିଥାଏ। ଏହା ପ୍ରକୃତିର ନିୟମ ଅଟେ। ମୃତ୍ୟୁକୁ ନ ଡରି ଭୟମୁକ୍ତ ହୋଇ ଖୁସିରେ ଜୀଇବା ଦରକାର। ଜ୍ଞାନୀ ବ୍ୟକ୍ତି ନା ତ ମରୁଥିବା ବ୍ୟକ୍ତିର ଶୋକରେ ଥାଏ, ନା ତ ଏବେ ଯିଏ ଜୀବନଯାପନ କରୁଛି ତାର, କାହିଁକିନା ସେମାନେ ଜାଣିଥାନ୍ତି ଯିଏ ଆଜି ମରିଗଲା କାଲି ପୁଣି ଜନ୍ମ ନେବ ଏବଂ ଯିଏ ଜୀବିତ ଅଛି ସେ ଗୋଟିଏ ଦିନ ନିହାତି ମରିବ। କର୍ମ ହିଁ ସବୁଠାରୁ ବଡ଼ ଧର୍ମ ଅଟେ। ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହନ୍ତି, ବ୍ୟକ୍ତି କର୍ମ କରିବା ପାଇଁ ହିଁ ଜନ୍ମ ନେଇଛି, ସେଥିପାଇଁ ବିନା କର୍ମ କରି ସେ ବଞ୍ଚିପାରିବ ନାହିଁ। ମଣିଷକୁ ପରିଣାମର ଚିନ୍ତା ନ କରି ନିଜ କର୍ତ୍ତବ୍ୟର ପାଳନ କରିବା ଉଚିତ। କ୍ରୋଧ ମଣିଷକୁ ନରକକୁ ନେବାର ଦ୍ୱାର ଅଟେ। କ୍ରୋଧ କରିବାରୁ ବ୍ୟକ୍ତିର ମନ ଅଶାନ୍ତ ହୋଇଯାଏ। ସେ ବିନା ଭାବିଚିନ୍ତି ନିଜର ହିଁ କ୍ଷତି କରି ଚାଲେ। ଭଗବାନ ଶ୍ରୀକୃଷ୍ଣ କହନ୍ତି, ମଣିଷକୁ କ୍ରୋଧ କରିବାରୁ ବଞ୍ଚିତ ରହିବା ଉଚିତ। ଯେତେ ବି କ୍ରୋଧ ଆସିଲେ ନିଜକୁ ଶାନ୍ତ ରଖିବାକୁ ପ୍ରୟାସ କରନ୍ତୁ। ଏହି ସଂସାରରେ ଆଜି ଯାହା କିଛି ତୁମ ପାଖରେ ଅଛି ସେହି ସବୁ କାଲି ଅନ୍ୟ କାହା ପାଖରେ ଥିଲା ଏବଂ ଆସନ୍ତାକାଲି ପୁଣି ତାହା ଆଉ କାହାର ହୋଇଯିବ। ଏହି ଦୁନିଆକୁ ଖାଲି ହାତରେ ଆସିଥିଲେ, ଖାଲି ହାତରେ ଯିବାକୁ ପଡ଼ିବ। ସେଥିପାଇଁ ଲୋଭଠାରୁ ଦୂରରେ ରହିବା ଉଚିତ। ମନର ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ। ମନୁଷ୍ୟର ମନ ପବନ ପରି ଚଞ୍ଚଳ ଅଟେ। ଏହି ମନ ହିଁ ଅଟେ ଯାହା ମନୁଷ୍ୟକୁ ଲୋଭ, କାମ ବାସନା ଆଡ଼କୁ ଟାଣିଥାଏ। ଯଦି ଜୀବନକୁ ସଫଳତାର ସ୍ୱାଦ ଚଖାଇବାର ଅଛି ତ ମନକୁ ନିଜ ଅଧୀନରେ ରଖିବା ନିହାତି ଆବଶ୍ୟକ ଅଟେ। ମନକୁ ଅଧୀନରେ ରଖିବା ଯୋଗୁଁ ମସ୍ତିଷ୍କର ଶକ୍ତି ବୃଦ୍ଧି ପାଇଥାଏ, ଯାହାକି କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବାର କ୍ଷମତା ବଢ଼ିଥାଏ। ଗୀତାର ଅନୁସାରେ ଯେଉଁ ବ୍ୟକ୍ତି ନିଜ ମନକୁ ନିଜ ଅଧୀନରେ ରଖିପାରିଲା ସେ ମନରେ ଆସୁଥିବା ଖରାପ ବିଚାର, ଚିନ୍ତାଧାରାକୁ ମଧ୍ୟ ଦୂର କରିପାରିଥାଏ। ତାରି ସାଙ୍ଗରେ ସେହି ବ୍ୟକ୍ତି ନିଜର ଲକ୍ଷ୍ୟକୁ ମଧ୍ୟ ଆରାମରେ ପାଇପାରିଥାଏ। ଯଦି ମନକୁ ନିଜ ଅଧୀନରେ ନ ରଖିପାରିଲ ତ ସେ ତମର ସବୁଠାରୁ ବଡ଼ ଶତ୍ରୁ ରୂପରେ ପରିଣତ ହୋଇ ତମର କ୍ଷତି କରିବ। ସର୍ବଦା ଅନ୍ୟ ଉପରକୁ ସନ୍ଦେହ କରୁଥିବା ବ୍ୟକ୍ତି କେତେବେଳେ ବି ଶାନ୍ତି ପ୍ରାପ୍ତ କରିପାରେ ନାହିଁ। ସେଥିପାଇଁ ସନ୍ଦେହ କରିବା ଠାରୁ ବଞ୍ଚ। ଅଧିକ ସନ୍ଦେହ କରିବାରୁ ମନର ଶାନ୍ତି ଦୂର ହୋଇଥାଏ ଏବଂ ବ୍ୟକ୍ତି ଭ୍ରମିତ ହୋଇ ନିଜର ସମ୍ପର୍କକୁ ନଷ୍ଟ କରିଥାଏ। ଶରୀରର ସୁନ୍ଦରତା ମନକୁ ଆକର୍ଷିତ କରିଥାଏ, ଯାହାକି ସ୍ୱଭାବର ସୁନ୍ଦରତା ହୃଦୟକୁ ଆକର୍ଷିତ କରିଥାଏ। ସେଥିପାଇଁ ମଣିଷର ସ୍ୱଭାବ ସର୍ବଦା ନିର୍ମଳ ହେବା ଦରକାର। କିଏ କ'ଣ କରୁଛି, କେମିତି କରୁଛି, କାହିଁକି କରୁଛି, ଏହି ସବୁଠାରୁ ଯେତେ ଦୂରରେ ରହିବ ସେତିକି ଖୁସିରେ ରହିବ। ଜୀବନରେ ଆମେ କେତେ ଭଲ ଆଉ କେତେ ଖରାପ ଖାଲି ଦୁଇ ଜଣଙ୍କୁ ଜଣାଥାଏ, ଗୋଟିଏ ପରମାତ୍ମା ଏବଂ ଅନ୍ୟଟି ଆମର ଅନ୍ତର ଆତ୍ମା। ଭଗବାନ ଶ୍ରୀକୃଷ୍ଣ କହନ୍ତି, ଯେଉଁ ମଣିଷ ଭିତରେ ଜ୍ଞାନର କମି ଏବଂ ଭଗବାନ ଉପରେ ଶ୍ରଦ୍ଧା ନଥାଏ ସେହି ମଣିଷ ଜୀବନରେ କେତେବେଳେ ବି ଖୁସି ଏବଂ ସଫଳତା ପ୍ରାପ୍ତ କରିପାରେ ନାହିଁ। ମୋହ ବିନାଶର କାରଣ ହୋଇଥାଏ।
ମନୁଷ୍ୟର ଦୁଃଖର ମୂଳ କାରଣ ତା'ର ମୋହ ହିଁ ହୋଇଥାଏ। ସେ ଯେତିକି ଅଧିକ ମୋହ କରିବ ସେତିକି ଅଧିକ କଷ୍ଟ ବି ଭୋଗିବ। ଅନୁତାପ ଅତୀତକୁ ପରିବର୍ତ୍ତନ କରିପାରିବ ନାହିଁ ଏବଂ ଚିନ୍ତା ଭବିଷ୍ୟତକୁ ଗଠନ କରିପାରିବ ନାହିଁ। ତ ବନ୍ଧୁ, ଯଦି ଭଗବତ ଗୀତାର ଏହି କେତୋଟି ବିଚାର ଆପଣଙ୍କୁ ଭଲ ଲାଗିଲା ତ ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦେବେ ଏବଂ ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତ କମେଣ୍ଟ ମାଧ୍ୟମରେ ଜଣାଇବେ। କାହିଁକିନା ମୁଁ ଆପଣଙ୍କ ପାଖକୁ ଆଉ ଗୋଟିଏ ଏମିତି ଭିଡ଼ିଓ ନେଇକି ଆସିବି ଯାହା ଲମ୍ବା ହୋଇଥିବ ଏବଂ ଭଗବତ ଗୀତାର କେତୋଟି ମହତ୍ତ୍ୱପୂର୍ଣ୍ଣ ବିଚାର ସେହି ଭିଡ଼ିଓରେ ଥିବ।